ମୋର ରହିବ ନାଇଁ କୁହ ତମର ରାୟଗଡ଼ା। କଣ ହେଇଛି ତମର? ଛତୁ ଖାଇବା ପାଇଁ ତ ସେମିତି ହେଇଛି ଆଉ। କି ଛତୁ ଖାଇଥିଲ ଏଟା? ସର୍ଗି ଛତୁ। ଖାଇଲା ପରେ କେମିତି କଣ ଲାଗିଲା? ଖାଇଲା ପରେ ତ ସମାନ ଖାଇଲୁ ତ ଶୋଇବା ଟାଇମରେ ତ ପୁରା ଆରାମ ହେଇଗଲା। ହଁ କୁନି ଆମ ଭାଇ ସେଟା। 6 ଜଣ। 6 ଜଣ ସେ ରାୟଗଡ଼ାରେ ଯାଇଛନ୍ତି ତାଙ୍କେ 9 ଜଣ। ଚାରିଟା ଅଛନ୍ତି। ଜନାଇକ କୁହ ତମର ଟିଗ୍ରାପଡ଼ା। କଣ ହେଇଛି ଆଜ୍ଞା ମେଡିକାଲ ଆସିଛନ୍ତି? ଆଉ ସର୍ଗି ସତି ଖାଇକରି ତ ଆଜ୍ଞା ଏମିତି ଅବସ୍ଥାରେ ରହିଗଲୁ ଆଉ। କାଲି ସନ୍ଧ୍ୟାରେ କେମିତି ଲାଗିଲା? ଖାଇଲା ପରେ କେମିତି କଣ ଲାଗିଲା? ଖାଇଲା ପରେ କିଛି ଲାଗିଲା ନାହିଁ। ସେମାନେ ଖାଦ୍ୟ ଖାଇକରି ଶୋଇଲା ଟାଇମରୁ ତ ପେଟ ମାନେ ଘାଟି ଆଣିଲା ଆଉ। ବାନ୍ତି ଉଚାଳ ହେଇକରି ସବୁ ଯାକ ନାନା ଖାନା ହେଇଗଲୁ। ଯାହାର ବାଟେ ସେ ତ ପଟ ମସଲା ପାଚ ପରା ହେଇଗଲୁ ଆଉ। ସବୁ 19 ଜଣ ଖାଇଥିଲୁ। ଆମର କୁଦା ନ ତାଙ୍କର ଇଏ କରି ସେ ଯେ ଛତିଆଣୁ ମାନେ ତାକୁ ମାନେ 11 ଲୋକ ଆମେ 7 ଲୋକ। କେମିତି ଲାଗୁଛି? ଏବେ ଟିକେ ଭଲ ଲାଗୁଛି ଆଜ୍ଞା। ଯାଇଥିଲି। କଣ ଖାଇଲ ମା? କଣ ପାଇଁ? ଛତୁ। କି ଛତୁ ଖାଇଥିଲ? ସର୍ଗି ଛତୁ। କଣ? କିଛି ବି ହେଇନାହିଁ। ଭଲ ଲାଗିଲା। ଖାଇ ଶୋଇଲା ପରେ କେତେବେଳେ ବାନ୍ତି ହେଲା କଣ ହେଲା ଜାଣି ପାରିଲୁନି। ସାଉଣ୍ଡ କରି କହିପାରିବିନି ନା। ମୁଣ୍ଡ ତ କାମ ଦଉନି।